କବି ଫକୀର ମୋହନ ସେନାପତିଙ୍କର ଉପନ୍ୟାସ ଜାଣିବେ ପୁଞ୍ଜେ କହିଲେ ଚାରିଟା ନାଇଁ ବାପା ପୁଞ୍ଜେ ଶ୍ଲୋକ ବୋଲୁଛି ରାଜା କେମିତି ଯୋଉ କୃଷ୍ଣ ଭଗବାନଙ୍କର ଦ୍ୱାରକାପୁରଟା ଏତେ ସଜଡ଼ା ସେ ରାଜା କଣ ଅସଜଡ଼ା ହେଇଥିବେ ପୁଅ ଇଏ ମଞ୍ଚ ସଜଡ଼ା ବୋଲି ମୁଁ 4 ବର୍ଷ କି 3 ବର୍ଷ ତଳେ ଆସିଥିଲି ବୋଧେ 22 ନା କଣ ଆସିଥିଲି ମନେ ପଡୁନି 22 ଇଏ ସବୁ ସଜାଡ଼ି ହେଇଯାଇଛି ନାଇଁ କୃଷ୍ଣଙ୍କ ରାଜ୍ୟ ଯଦି ଏତେ ସଜଡ଼ା ସେ କୃଷ୍ଣ କେତେ ସଜଡ଼ା ଗୋଟିଏ ଶ୍ଲୋକ ଗାଇବା ଜଣେ ରାଜାକୁ କୁହାଯାଏ ଭୂପତି ମା ମାନେ ଶୁଣ ଭୂ କହିଲେ ପୃଥିବୀ ପୃଥିବୀର ପତି କିଏ ରାଜା ତୁ କାହା ପତି ମୋ ସ୍ତ୍ରୀର ପତି ତୋ ସ୍ତ୍ରୀ ପାଇଁ ତୁ କଣ ଆଣୁ ଭଗବାନ କୃଷ୍ଣ ଯଦି ଭୂପତି ରାଜା ଯଦି ପୃଥିବୀ ପତି ଦେଖିବା ପୃଥିବୀ ପାଇଁ କୃଷ୍ଣ କେମିତି ଲୁଗା ଆଣୁଛନ୍ତି ଗୋଟିଏ ରାଜ୍ୟର ରାଜାକୁ କୁହାଯାଏ ଭୂପତି ପତି କହିଲେ ସ୍ୱାମୀ ଗୋଟିଏ ସ୍ୱାମୀ ତା ସ୍ତ୍ରୀ ପାଇଁ ଲୁଗା ଆଣେ ଇଏ ରାଜା ଯଦି ଦ୍ୱାରକାର ପତି ଇଏ ଦ୍ୱାରକା ପାଇଁ କଣ ଲୁଗା ଆଣୁଛନ୍ତି କି ନାହିଁ ବହି ହେଲା ନୈଷଧ୍ୟଂ ସରିତଂ ସିଂହର୍ଷ କେମିତି ଶ୍ଲୋକ ବୋଲା ଯାଉଛି ଶୁଣ ମତେ କଣ କହୁଥିଲ ମାଛ ଗାଁରେ ଦେଖିବ ତୁମର ବା ଶ୍ଲୋକ ଭୁଲ ଶ୍ଲୋକ ଭୁଲ ଯୋଉ ଗାୟକ କହୁଛନ୍ତି ଜଗନ୍ନାଥ ସେ କେତେ ଶ୍ଲୋକ ଜାଣିଲା ବାଲା ଆମେ ଜାଣିନୁ କହିଲା ସୀତା ସୁବର୍ଣ୍ଣରେ ବୟତିଷ୍ମ ତଦ ଗୁଣେଇ ମହାସି ବେମନ ସହକୃତ ବହୁ ଇଏ ଦିଗାଙ୍ଗନା ଗାଙ୍ଗ ଭରଣ ଗଣନାଙ୍ଗରେ ଯଶ ପଟଙ୍ଗ ତଦ ଭଟଙ୍ଗ ଚାତୁରୀ ତୁରୀ ଧୀରେ ଧୀରେ ପିଲା ଓ ସିଂହର୍ଷ କହିଲେ ସୀତା ସୁବର୍ଣ୍ଣରେ ବୟତିଷ୍ମ ପଦ ଗୁଣେଇ ରାଜା କାହା ପାଇଁ ଲୁଗା ବୁଣନ୍ତି ଜାଣିଛୁ ଲୁଗା କିଣନ୍ତି ନାହିଁ ନିଜେ ବୁଣନ୍ତି ତନ୍ତୁବାୟ ପରିବାରରେ ଯେମିତି ଲୁଗା ବୁଣନ୍ତି ରାଜା ବୁଣନ୍ତି ରାଜା ଯେତେବେଳେ ଯୁଦ୍ଧ କରିବାକୁ ଯାଆନ୍ତି ତନ୍ତୁବାୟ ପରିବାରରେ ତାଙ୍କର ବେମା କି ପାନିଆ ସାହାଯ୍ୟରେ ଯେମିତି ଲୁଗା ବୁଣନ୍ତି ସିଂହର୍ଷ କହିଲେ ଅଶୀ କି ଖଡ୍ଗ ରୂପକ ବେମା ସାହାଯ୍ୟରେ ରାଜା ଐଶ୍ୱର୍ଯ୍ୟ ରୂପକ ଲୁଗା ଧୀରେ ଧୀରେ ପିଲେ ଐଶ୍ୱର୍ଯ୍ୟ ରୂପକ ଲୁଗା ବୁଣୁଛନ୍ତି କି ୟାଦରୁ କିଛି ତୁମେ ବୁଝିପାରିବନି ଐଶ୍ୱର୍ଯ୍ୟ ରୂପକ ଲୁଗା ବୁଣୁଛନ୍ତି କି ତା ମାନେ ରାଜା ଯୁଦ୍ଧ କରିକି ସାରିକି ଯେତେବେଳେ ବିଜୟ ଲାଭ କରିବେ ସେ ମାଟି ଖୁସି ହବନି ଆଜ୍ଞା ପାକିସ୍ତାନ ସହିତ ଭାରତର ଯୁଦ୍ଧ ହବ ଭାରତ ହାରିଲେ ଖୁସି ହେବେ ଆପଣ ସାଧାରଣ କ୍ରିକେଟ ଖେଳରେ ହାରିଗଲେ ମୁଣ୍ଡ ଖରାପ ତେଣୁ ଭାରତ ଜିତିବନି ଯେ ଭାରତର ଯିଏ ଥିବେ ମୁଖିଆ ସତେ କଣ ଭାରତ ମା ପାଇଁ ଅସୂର୍ଯ୍ୟ ରୂପକ ଲୁଗା ବୁଣିଲେ କି ଇଏ ଭଗବାନ କୃଷ୍ଣ ନାରାୟଣ ଥିଲେ ବୀର ଗେଡୁଆ ଗୋଟେ ରାଜା ଖାଲି ବୀର ହେଲେ ଚଳିବ ମା ମା ରାଜା ପାଠ ନ ପଢିଲେ ପଣ୍ଡିତ ରାଜନୀତି କରିପାରିବ ଆପଣ ନେତା ହେବେ ମନ୍ତ୍ରୀ ହେବେ ପାଠ ନ ପଢିଲେ କିଛି ହେଇପାରିବ ଇଏ କୃଷ୍ଣ କେତେ ପାଠ ପଢିଥିଲେ ଆଜି ଗୋଟେ ବ୍ରହ୍ମ ବାଣ ଧୋଇଦେବି କେମିତି ତୁମେ ସ୍ୱର୍ଗ ମାଛ ନା ଯାଏ ନବ ତୁମ ଛାତିରେ କେତେ ଦମ ସନା ଦାସ ଦେଖିବ ଯଦି ପାଲା ପାଠ ଖରାବେଳ ଯାକ ତାଙ୍କରି ଘରେ ମୁଟୁ ମୁଟୁ ଭାରି ହଉଛି କଣ କହିଲେ କୋଉ ବିଷୟ କରିବ ତୁ କଣ କହିଦେଲୁ କଣ କହିଲୁ ମୁଁ କହିଲି ଆଜି ଏଇ ବିଷୟ ହବ ଯାହା ଯାହା ପ୍ରଶ୍ନ ସବୁ ଗୋଟି ଗୋଟି କହିଦେଇଛି ହେ ଭଗବାନ ଟଙ୍କା ଦେଲେ ଇଜ୍ଜତ ହରା ପାଳିଆ ଏବେ କଣ ଯାଇଥିଲୁ ତାଙ୍କୁ ଆଉ ସବୁ କହିବାକୁ ଆଉ କଣ ହେ ଭଗବାନ ଇଏ ଗେଡୁଆ ଘାଣ୍ଟି ଦେବି ଥାଉ ଏତେ ଘାଣ୍ଟେ ନା କେବଳ ଗୋଟେ ବୋତଲ ଆକ୍ୱାଗାର୍ଡ ପାଣି ପାଇଁ ସବୁ କହିଦେଲା ଗେଡୁଆ କିରେ ଶୁଣ ରାଜା ଭଗବାନ କୃଷ୍ଣ ନାରାୟଣ କେତେ ପାଠ ପଢିଥିଲେ ପାଠ କେତେ ଇଏ ଦୁନିଆରେ ବିଦ୍ୟା ଯେତେ ପ୍ରଭୁ ପାଠ ପଢିଥିଲେ ସେତେ ଆଚ୍ଛା ବିଦ୍ୟା କେତେ ସବୁ ଝିଅ ମାନେ ପୁଅ ମାନେ ମା ମାନେ ବୋହୂ ମାନେ ସବୁ ଶୁଣ
ଦୁନିଆରେ ସାଡକୁ ଲକ୍ଷ୍ୟ କଲେ ବାବା ବାଉଳା ଦୁନିଆରେ ବିଦ୍ୟା ହଉଛି 32 ତା ଦେହରେ ଡାକ୍ତର ତା ଦେହରେ ଇଞ୍ଜିନିୟର ତା ଦେହରେ ପାଲାବାଲା ତା ଦେହରେ ରୋଷେଇଆ ତା ଦେହରେ ସବୁ ମା ବିଦ୍ୟା ହଉଛି 32 ପ୍ରକାର ଭଗବାନ କୃଷ୍ଣ ନାରାୟଣଙ୍କର 32 ବିଦ୍ୟାକୁ ସାଧନ କରିଥିଲେ। ମୁଁ 18ଟା କହିବି ଆଉ ରହିଲା କେତେ ଆଉ 14 ବିଦ୍ୟା ସେ କଜଳପତିଆ ଭଦ୍ରଲୋକ କହିବେ। ଏଇ ଗୋଟାଏ ବିଷୟ 5 ରାତି ହବ ତାହେଲେ 32 ବିଦ୍ୟାରୁ 18 ବିଦ୍ୟା ଶୁଣନ୍ତୁ ଗୋଟେ ଶ୍ଲୋକ ଗାଉଛି କହିଲା ଅଙ୍ଗାଦି ବେଦ ସତ୍ୱାର ମୀମାଂସା ନ୍ୟାୟ ବିସ୍ତାର পুরাণ ধর্ম শাস্ত্র বিদ্যা হেতু চতুর্দশ আয়ুর্বেদ ধনুর্বেদ গন্ধর্ব অর্থ সাধন এটা সমিশ্রিতা বিদ্যা বিদ্যা অষ্টাদশ ভবে গোটি গোটি হিসাব নেই বেদ হচ্ছে 4 অঙ্গাদি বেদ সত্বার বেদর অঙ্গ বেদাঙ্গ 6 কিয়ে শিক্ষা কল্প ব্যাকরণ ছন্দ নিরুক্তি জ্যোতিষ ইয়ে 6 ইয়ে 4 কেতে হলা হেলা অঙ্গাদি বেদ সত্বার মীমাংসা শাস্ত্র 11 ন্যায় শাস্ত্র 12 পুরাণ 13 ধর্মশাস্ত্র 14 কু গোটে জায়গায় রখিলি আয়ুর্বেদ চিকিৎসা বিজ্ঞান ডাক্তার বিদ্যা 15 ইয়ার ভিতরে হেলা ধনুর্বিদ্যা যুদ্ধ বিদ্যা 16 जो माने सैनिक माने से ट्रेनिंग न नेले युद्ध करि परिबे ना से गोटे विद्या 16 गांधर्व्य गाइबा नाचिबा चित्र आंकिबा मूर्ति तैयारी करिबा घर तैयारी करिबा वाद्य बजाइबा ये होची गांधर्व्य कला ताले कृष्ण नाचନ୍ତି नाही कि कृष्ण नागर परा नागर हारु जाना 17 हैला 17 हैं अर्थशास्त्र 18 हे गला नहीं क्या 18 पिला माने सब कॉलेज रे पढुना अर्थशास्त्र ये हला केते 18 हैला आउ रहिला केते 14 आउ 14 टी विद्या ये एड़ा बड़ा मोटा गाय कोन जाना सत्य नारायण जेना आजि करिव प्रमाण तापरे माछंगा जाई केते लंबू अछि देखिबी तुम शुल्क जान आउ 14 विद्या कहिले 32 हे जो सार माने कृष्ण नारायण केवल विद्वान नुह से हेले जने दानी आपणक गाँ रे आपणक अनुष्ठान को जने अतर्कित भाव रे दान दउथेबे आपण ताको चोठा कहि परिबे कृपण कहि परिबे भगवान कृष्ण एते दान दैचंती दीटा अपकृति मुंडेइचंती दान देला पर अपकृति हां से संस्कृत साहित्य सिंहर्ष दानर उत्कर्षता को प्रतिपादन करा जाय बाबा उठके छोटे गिरी आगे आगे मो मां जदि कृष्ण एरे दानी जे दान देले से प्रशंसार पात्र एटी सिंहर्ष कहिले भगवान कृष्ण नारायण अनेक दुखी दरिद्र मानकु दान दैचंती अनेक रास्ता तैयारी करचंती केते पांथशाला स्कूल कॉलेज करचंती पोखरी तैयारी करथंती पुओ पोखरी खोलचंती किंतु मां अपकृति से दुईटी अपकृति मुंडेइचंती आज्ञा जो दुईटी अपकृति से कीर्ति ऊर्ध्वरे ये मुंडे पशुतर हां टिके पसिला दानर उत्कर्षता को प्रतिपादन करचंती सिंहर्ष आ गुडे श्लोक गाउछि एतिकी रे बंद कर देबी आगे आ अलंकार देबी ना जदी आपण मानक भितर केही ज्ञानी कहिबे नाही आउ दियो देबी किछ असुविधा नाही मु मना कर दियो कारण लेंबू को हत्ती बुढ़ीले पिता कहला ये विभज्य मेरु न जदर्थी सात कृत्व न सिंधुर सर्ग जल व्ययरे मरुहु अमानित तेनो ह निजा हाज सजुगं
ବସିବନି। ନା 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 ତୁମେ କଣ ମତେ କହୁଛ ବିଭଜ୍ୟ ମେରୁନ ଯଦର୍ଥି ସାତ କୃତ୍ୱ କହିଲୁ ବିଭଜ୍ୟ ମେରୁନ ଯଦର୍ଥି ସାତ କୃତ୍ୱ ତମେ ଅଧା କହୁନା ନାଇଁ କହ ତମେ ମୂଳରୁ ଅଧା କହିଲେ ଅଧା ମୁଁ କହିଦେବି ଏତିକି କହ ବିଭଜ୍ୟ ମେରୁ ନ ଯଦର୍ଥି ସାତ କୃତ୍ୱ ବିଭାଗର ବାହା ହବୁ ରାଜା କୃଷ୍ଣ ଅନେକ ମେରୁ ଦାନ ଦେଇଛନ୍ତି କିନ୍ତୁ ମେରୁ ପର୍ବତକୁ ଭାଙ୍ଗି ଦାନ ଦେଇ ପାରିନାହାନ୍ତି ଦାନ ଦେଲା ବେଳେ କଣ କରାଯାଏ ଶଙ୍ଖରେ ପାଣି ଟେକାଯାଏ ସାଧାରଣ କନ୍ୟା ପିତା ଯେତେବେଳେ କନ୍ୟା ଦାନ କରନ୍ତି ଶଙ୍ଖରେ ପାଣି ଟେକନ୍ତିନି କଣ ହେଲା ତୋ ଶ୍ୱଶୁର କଣ କଲା ଗରାଏ ପାଣି ଢାଳିଦେଲା କାହିଁ କଣ ଏକା ବେଳକେ 1000 କନ୍ୟା ଦାନ କଲା ନା କଣ ଗୋଟେ କନ୍ୟା ପିତା ତା ଜୀବନ କାଳରେ କେତେ ଝିଅକୁ ଦାନ ଦେଲେ ସମୁଦ୍ର ପାଣି ଶୁଖେଇ ପାରିବେ ତେଣୁ ନ ସିନ୍ଧୁରୁ ସ୍ୱର୍ଗ ଜଳ ବେଇରେ ମରହୁ କୃଷ୍ଣ ମେରୁ ପର୍ବତକୁ ଭାଙ୍ଗି ଦାନ ଦେଲା ବେଳେ ଉତ୍ସର୍ଗ ଜଳରେ ସମୁଦ୍ର ଶୁଖେଇ ଦିଟା ଅପକୃତି କେମିତି ଜଣା ପଡୁଛି ସିଂହର୍ଷ କହିଲେ ଦିଉଫାଳ ବଧାସି କୁରାହା ଶିରଃ ସ୍ଥିତଂ ରାଜା ମାନେ ସେତେବେଳେ ଲମ୍ବା ଲମ୍ବା କେଶ ରଖୁଥିଲେ 2 ଫାଳ କରି କୁଣ୍ଡଉଥିଲେ ସେଠି କବି କହିଲେ ଇଏ 2 ଫାଳ କରି କୁଣ୍ଡେଇ ନାହାନ୍ତି ଯେ ସତେ କଣ 2ଟି ଅପକୃତି ଆଉ ସମୟ ନାହିଁ ମା ପାଟି କର ନା ଆଉ ମୁଁ ଗୋଟେ କଥା କହିବି ଖରାପ ଭାବିବେନି ଏଠି ବାବୁ ମାନେ ସବୁ ନୀରବ ଏପଟେ ନୀରବ ଆପଣ ମାନେ ଅବଶ୍ୟ କୁନି ପିଲାମାନେ ବେଶୀ ପାଟି କରୁଛନ୍ତି ଆପଣ ମାନେ ବସିକି ବୁଝିଲେ ଭଲ କଥା ବୁଝି ହୁଅନ୍ତା କିନ୍ତୁ ଏ ସନା ଦାସ 30 ବର୍ଷ ଭିତରେ ଆଜି ଯେତିକି ସଂଖ୍ୟାରେ ଆପଣ ମାନେ ଆସିଛନ୍ତି ଆଉ ପ୍ରାୟ ଅନୁଷ୍ଠାନରେ ଆସୁନାହାନ୍ତି ସେଇଟା ହଉଛି ବଡ କଥା ମା ସେ ଦ୍ୱାରକାପୁରରେ ଭଗବାନ କୃଷ୍ଣ ନାରାୟଣ ରାଜନୀତି କରୁଛନ୍ତି ସୁଖରେ ପ୍ରଜା ଅଛନ୍ତି କିନ୍ତୁ ପୁଅ ଜଣେ ବ୍ରାହ୍ମଣ ଆଉ ବ୍ରାହ୍ମଣୀଙ୍କର ଆଖିରେ ଲୁହ ଅପାର ଧନ ଅଛି ଦାସ ଦାସୀ ପରିବାରୀ ସେବା କରୁଛନ୍ତି ତୁମେ ଯେତିକି ମା ବସିଛ କହିଲ ଝିଅଟିଏ କୋଟିପତି ଘରର ବୋହୂ ହୋଇଥିବ ମା ସ୍ୱାମୀ ଏ ପୁଅ ଲକ୍ଷ ଲକ୍ଷ ଟଙ୍କା ଇନକମ କରୁଥିବ ସାରା ଅଳଙ୍କାରରେ ମଣ୍ଡିତ ହେଇଥିବ ବୋହୂ କିନ୍ତୁ ଗୋଟିଏ କଥା ଯଦି ନଥିବ ବୋହୂ ଆଖିରୁ ଲୁହ ଶୁଖିବନି କଣ ଲାଟିନି ଯିଏ କୋଟିପତି ଘରର ବୋହୂ ତାର ଗୋଟେ ଲାଟିନି ନାହିଁ ଯେଡ଼େ ଧନୀ ଘର ବୋହୂ ହ ମା ଯଦି ଗୋଟିଏ କଥା ନାହିଁ ତା ଆଖିର ଲୁହ ଶୁଖିବନି କୋଉ କଥା ଲେଖିଲେ ଡକ୍ଟର ମାଧର ମାନସିଂହ ପାରିକୁଦଗଡର କବି କହିଲା ଅଷ୍ଟଳଙ୍କାର ପିନ୍ଧିଥିବ ମନ
ଝିଅଟିଏ ଯଦି କୋଳରେ ନାଇଁ ତାହେଲେ ସେ ବୋହୁର ମନରେ ଆନନ୍ଦ ନାହିଁ। ଏଠି ତ ଏ କୁନି ଝିଅ ସବୁ ପାଟି କରୁଛ। କହିଲ ପୁଅର ମୂଲ୍ୟ ବେଶୀ ନା ଝିଅର ମୂଲ୍ୟ ବେଶୀ? ପୁଅର ପୁଅର ଆଉ 1000ଟା ପୁଅରେ ଯେତିକି ମୂଲ୍ୟ ନାହିଁ ଗୋଟିଏ ଝିଅର ସେତିକି ମୂଲ୍ୟ। ବାପା ମରିଲେ ଲଣ୍ଡା ଝିଅ ହବ ସେଇଠି ମୂଲ୍ୟ ଅଛି। ଝିଅର ମୂଲ୍ୟ କେମିତି ଶୁଣ। ଆଜିର ସମାଜରେ ଏବେ ତ ପୁଅର ଭାବ ଝିଅର ଅଭାବ। ଦିନ ଥିଲା ଝିଅଟିଏ ପରିବାରରେ ଜନ୍ମ ନେଲେ ବୁଢୀ ମା ମାନେ ନାକ ଟେକି ଦେବେ, କହିବେ ଗେଣ୍ଡାଟେ ଜନ୍ମ ହେଲା। ସେ ବୁଢୀ କି ପଚାରିବ ତୁ ଗେଣ୍ଡା ନୁହଁ? କନ୍ୟା ରତନ ଗୋଟିଏ ମା 10ଟା ପୁଅ ଜନ୍ମ କରିଥବ, ଯଦି ଝିଅଟିଏ ନଥିବ ତା ମନ ବୁଝିବନି। ମୁଁ କହୁନି, ନାରୀ କବି କୁନ୍ତଳା କୁମାରୀ ସାବତ କହିଲେ ପୁଅ କହିଲା ଶତପୁତ୍ରବତୀ, ପୁଅ ଗୋଟେ ପକଉଛି ସ୍ୱର, କହିଲା ଶତପୁତ୍ରବତୀ ମହାଭାଗ୍ୟବତୀ ହେଲେ ହେର ମଣି ଗଣ ମନରୁ ମୁରୁଛି ନ ପାରନ୍ତି କେବେ କନ୍ୟା ଲିପ୍ସା କଦା। ଏ କଥା କହିଲା ବେଳକୁ ମା ମାନେ ହସି ଦେଇକି ଚୁପ ହେଇ ବସି ପଡୁଛନ୍ତି। ଆଉ ରାଜାଙ୍କର ରାଜା କୀର୍ତ୍ତି ବର୍ଣ୍ଣନା କଲା ବେଳକୁ ଚାଲିଛି ପାଟି। ଆଉ ହଉ କହ କଣ ବୋଲିଲୁ? ବୋଲିଲି ସମୁଦୁଣୀ କିଳ ସମୁଦୁଣୀ ଦୟା ରଖିଥିବୁ ମତେ, ତୋ ଝିଅକୁ ମୋ ପୁଅ ବାହା ହେଲା, ମୁଁ ବାହା ହେବି ତୋତେ। ସମୁଦୁଣୀ କି ବାହା ହବୁ? କୋଉ ସମୁଦୁଣୀ? ତୋ ଝିଅର ଶାଶୁ ନା ପୁଅର ଶାଶୁ? ପୁଅର ଶାଶୁ। ତୁ କଣ ତାଙ୍କ ଘରକୁ ଯାଇଥିଲୁ? କୁମାର ପୂର୍ଣ୍ଣମୀ କି ଭାର ନେଇକି ଯାଇଥିଲି। ଆଉ ତାହେଲେ ଭାର ଘରେ ଥୋଇଦେଲି, ସେଇଠୁ ଥଣ୍ଡା ଟିକେ ପିଇଲି, ତୁ ବସିଛୁ ଦାଣ୍ଡ ପିଣ୍ଡାରେ ବସିଲି। ସମୁଦୁଣୀ ଏପଟ ପିଣ୍ଡାରେ ମୁଁ, ଆରପଟ ପିଣ୍ଡାରେ ବସିଛି ସମୁଦୁଣୀ। ବେଳ କେତେବେଳ? ସନ୍ଧ୍ୟା ବେଳ। ତୁ ବାଧିଗଲା ଭାରି ବେଳ କେତେବେଳେ ପଚାର ବୁଝୁ ତୁ ଟିକେ ସମୁଦୁଣୀ କି ଚାହିଁ ଦଉଛି, ସିଏ ତତେ ଚାହିଁ ଦଉଛନ୍ତି। ଭଦ୍ରାମୀରେ କହୁଛି ତତେ ସମୁଦୁଣୀ ଚାହିଁକିରି ଟିକେ ହସି ଦଉଛନ୍ତି। ତୁ ଟିକେ ହସି ଦଉଛି, ସେମିତି କାହିଁ ହଉଛୁ? ହସୁଛି। ଚାରିଆଡକୁ ଚାହିଁଲୁ, ଦେଖିଲୁ କେହି କୁଆଡେ ନାହାନ୍ତି। କଣ କଲୁ? ଅନେକ ଦିନର ଗୋଟେ କଥା ମୋ ମନରେ ଉଙ୍କି ମାରୁଥିଲା। ସତ୍ୟ କଥା ଉଙ୍କି ମାରୁଥିଲା। ସୁଯୋଗ ନ ପାଇବାରୁ କହିପାରୁନଥିଲୁ ସମୁଦୁଣୀ। ଆଜି ଯେତେବେଳେ ଦେଖିଲି କେହି ନାହାନ୍ତି, ସେତିକି ବେଳେ ଗୋଟିଏ କଥା ଫୋପାଡ଼ି ଦେଲି। କଥା ଫୋପାଡ଼ି ଦେଲୁ? କଣ ଫୋପାଡ଼ି ଦେଲୁ? ସମୁଦୁଣୀ କିଲୋ ସମୁଦୁଣୀ, ଆଚ୍ଛା ଦୟା ରଖିଥିବୁ ମତେ, ତୋ ଝିଅକୁ ମୋ ପୁଅ ବାହା ହେଲା, ମୁଁ ବାହା ହେବି ତୋତେ। ସମୁଦୁଣୀ କଣ ରାଜି ହେଲା? ଯେତେବେଳେ କଥାଟା କହିଲି, ଆଚ୍ଛା ସମୁଦୁଣୀ ପିଣ୍ଡାରୁ ଓହ୍ଲେଇଲା। ଯେତେବେଳେ ସମୁଦୁଣୀ ଓହ୍ଲେଇଲା ତୁ ମନେ ମନେ କଣ ଭାବିଲୁ? ମୁଁ ଭାବିଲି ବୋଧେ ବରମାଳ ପାଇଁ ଯିବ। ବୁଢୀ କଣ ବରମାଳ ଆଣିଲା? ହଉ ମୋ ଚପଲ ଧଇଲା। ତୋ ଚପଲ ଯେତେବେଳେ ଧଇଲା ତୁ କଣ ଭାବିଲୁ? ମୁଁ ଭାବିଲି ବୋଧେ ଚପଲ ମାପ ନବ, କାରଣ ବର ପାଇଁ ଚପଲ ଆଣନ୍ତି ତ। ଆଜ୍ଞା। କାଳେ ତୋର 8 ନମ୍ବର କି 9 ନମ୍ବର ମାପ ନବ। ଆଜ୍ଞା। ବୁଢୀ କଣ ତ ଚପଲ ମାପ ନେଲା? ନେଲା। କୋଉଥିରେ? ଗାଲେରେ। ମାନେ ତୋ ଗାଲୁକୁ ଚପଲରେ ବାଡେଇଲା, କାଟିଲା। मला चप्पल मार के काटिबनी म अरे सुनिलु आया समुद्रीर हाब नाब देखि थांतु बा हवा कथा कहि थांतु तोर कोन भार्जा नाही कि रे ना 7 वर्ष हेला गलानी तो समुद्रीर स्वामी नाही से तो 11 वर्ष होला गलानी आउ बुढ़ा बिरहानल रे जळुछि चार नमस्कार नमस्कार दरकार नाही जे समुद्री जोता माड खाइछि तमर कोन गला गोहरी पानी दरकार नाही चुप हेबो ए बापा तू काहे बोलुलु ए मो बही कुआडे पळेबो मुन्ना भाई कहते गीतटा नियताटी आयो तू महा चालाकी जाजपुरिया देखिलु काले के 10 20 50 देबे सेति पई छाडुचु मुन्ना भाई दुकान रे अछंती से बोले आसी जिवे गीत सुनला